ଚାଷୀ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ପ୍ରକାର ସୁବିଧା ମିଳୁଛି। ତ ଯେମିତିକା ଆପଣମାନେ କୃଷି ଯନ୍ତ୍ରପାତି କିଣିବା ଉପରେ ମଧ୍ୟ ସବସିଡି ପ୍ରାପ୍ତ କରିପାରୁଛନ୍ତି। ତା ସହିତ ଆପଣମାନେ ଗୁହାଳ ଘର, ଛେଳି ଫାର୍ମ, କୁକୁଡ଼ା ଫାର୍ମ ଏସବୁ କରିବା ପାଇଁ ସରକାରଙ୍କ ତରଫରୁ ମଧ୍ୟ ଆର୍ଥିକ ସହାୟତା ମଧ୍ୟ ମିଳୁଛି। ତା ସହିତ ଆପଣମାନେ ଚାଷବାସ କରିବା ପାଇଁ ମଧ୍ୟ ବିହନ, ସାର, ଚାରା ଇଏ ସବୁ ମଧ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ଚାଷୀମାନଙ୍କୁ ମିଳୁଛି। କେବଳ ସେଇ ଚାଷୀମାନେ ହିଁ ଲାଭାନ୍ୱିତ ହେଇପାରିବେ ଯେଉଁମାନଙ୍କ ପାଖରେ ଏଗ୍ରିଷ୍ଟାକର ଫାର୍ମର ଆଇଡି ରହିଛି। ତ ସରକାରଙ୍କ ତରଫରୁ ଏବେ ପ୍ରତ୍ୟେକ ଚାଷୀମାନଙ୍କ ପାଇଁ ଏଗ୍ରିଷ୍ଟାକର ଫାର୍ମର ଆଇଡି ବାଧ୍ୟତାମୂଳକ କରାଯାଇଛି। ତ ଆପଣମାନେ ଯେକୌଣସି ସରକାରୀ ଯୋଜନାରୁ ଲାଭ ଉଠାଇବା ପାଇଁ ଚାହୁଁଛନ୍ତି, ଯେମିତିକି ଆପଣମାନଙ୍କର ପିଏମ୍ କିଷାନ ହଉ କି ସିଏମ୍ କିଷାନ ଯୋଜନା କି ଫସଲ ବୀମା ହଉ କି ବିଭିନ୍ନ ପ୍ରକାର ଯୋଜନା ସରକାରଙ୍କ ତରଫରୁ ଲାଗୁ କରାଯାଇଛି ଚାଷୀମାନଙ୍କ ପାଇଁ। ସେଇ ଚାଷ ସମ୍ବନ୍ଧୀୟ ଯୋଜନା ଗୁଡ଼ିକରେ ଆପଣମାନେ ଲାଭ ଉଠାଇବାକୁ ହେଲେ ଆପଣମାନଙ୍କର ଏଗ୍ରିଷ୍ଟାକର ଫାର୍ମର ଆଇଡିର ଆବଶ୍ୟକତା ରହିଛି। ଏବେ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଏଗ୍ରିଷ୍ଟାକ ପୋର୍ଟାଲରେ କିଛିଟା ପରିବର୍ତ୍ତନ କରାଯାଇଛି। ପ୍ରତ୍ୟେକ ଚାଷୀମାନେ ନିହାତି ଜାଣିବା ଆବଶ୍ୟକତା ରହିଛି ଯେ ଏଗ୍ରିଷ୍ଟାକ ଫାର୍ମର ଆଇଡି ଓଡ଼ିଶା ତରଫରୁ ଯେ ପୋର୍ଟାଲରେ କ'ଣ ସବୁ ପରିବର୍ତ୍ତନ କରାଯାଇଛି, ଆପଣମାନଙ୍କର ଷ୍ଟାଟସ୍ କେମିତି ଚେକ୍ କରିବେ, ତା ସହିତ ଆପଣମାନେ କେଉଁ ଯୋଜନା ଗୁଡ଼ିକରେ ଆପଣମାନେ ଲାଭାନ୍ୱିତ ପାଇପାରିବେ, କ'ଣ ସବୁ ଫେସିଲିଟି ଆପଣମାନଙ୍କର ଏଗ୍ରିଷ୍ଟାକ ଓଡ଼ିଶା ପୋର୍ଟାଲରେ ଉପଲବ୍ଧ ବର୍ତ୍ତମାନ ରହିଛି, ଆପଣମାନେ କେମିତି କ'ଣ ଆପଣମାନଙ୍କର ଯେଉଁ ଫାର୍ମର ଆଇଡି ରହିଛି ଏହା ସମ୍ବନ୍ଧରେ ଆପଣମାନେ ଡିଟେଲ୍ସ ସୂଚନା ଏହି ଭିଡ଼ିଓ ମାଧ୍ୟମରେ ଆପଣମାନେ ପାଇପାରିବେ। ଯାହାକି ଫାର୍ମର ଆଇଡିକୁ ନେଇ ସରକାରଙ୍କ ତରଫରୁ ବଡ଼ ଘୋଷଣା ଜାରି କରାଯାଇଛି। ତ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ବିସ୍ତାର ରୂପେ ଜଣାଇବି। ଯଦି ଆପଣମାନେ ପିଏମ୍ କିଷାନ, ସିଏମ୍ କିଷାନ ଯୋଜନାର ଟଙ୍କା ପାଇବା ପାଇଁ ଚାହୁଁଛନ୍ତି, ତ ତାହେଲେ ଆପଣମାନଙ୍କୁ ତୁରନ୍ତ ଚେକ୍ କରିବାର ଅଛି ଯେ କ'ଣ ଆପଣମାନଙ୍କୁ ଚେକ୍ କରିବାର ଅଛି। ଫାର୍ମର ରେଜିଷ୍ଟ୍ରି ଯଦି ଆପଣମାନେ କରିଛନ୍ତି ତୁରନ୍ତ ଆପଣମାନେ ଚେକ୍ କରନ୍ତୁ, ନଚେତ୍ ଆପଣମାନେ ପିଏମ୍ କିଷାନ, ସିଏମ୍ କିଷାନ ଯୋଜନାରୁ କିସ୍ତି ଟଙ୍କା ପାଇପାରିବେ ନାହିଁ। ତ ଭିଡ଼ିଓଟି ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣମାନେ ଭିଡ଼ିଓଟିକୁ ଦେଖୁଥାନ୍ତି ତାହେଲେ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଗୋଟେ ଲାଇକ୍ କରି ଆଉ ପାଖରେ ଯେଉଁ ନୋଟିଫିକେସନ୍ ବଟନ୍ଟି ରହିଛି ତାକୁ ଅନ୍ କରିବାକୁ ଜମା ବି ଭୁଲିବେନି। କାରଣ ଗୁରୁତ୍ୱପୂର୍ଣ୍ଣ ସୂଚନା ଗୁଡ଼ିକ ଆପଣମାନେ ସର୍ବେ ପ୍ରଥମେ ପାଇପାରିବେ। ଏଇଭଳି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଗୁଡ଼ିକ ଆପଣମାନଙ୍କର ଦୈନନ୍ଦିନ ଜୀବନରେ କାମରେ ଆସିବ। ସର୍ବପ୍ରଥମେ ଆପଣମାନଙ୍କର ଯେକୌଣସି ଗୋଟିଏ ମୋବାଇଲ ବ୍ରାଉଜରକୁ ଯାଆନ୍ତୁ, ଯେମିତିକା ଗୁଗଲ କ୍ରୋମ୍ ରହିଛି। ସର୍ଚ୍ଚ ବାର୍ରେ ଆପଣ ଲେଖନ୍ତୁ ଏଗ୍ରିଷ୍ଟାକ। ତ ଆମେ ଟାଇପିଂ କରିଦେବା ଏଗ୍ରିଷ୍ଟାକ। ତ ଏଗ୍ରିଷ୍ଟାକ ଯେତେବେଳେ ଆପଣ ଟାଇପିଂ କରି ସର୍ଚ୍ଚ କରିବେ ଆପଣଙ୍କ ସାମ୍ନାରେ ଏଇଭଳି ଏକ ପେଜ୍ ଓପନ୍ ହେଇକି ଆସିବ। ଦେଖନ୍ତୁ ଓଡ଼ିଶା ଫାର୍ମର ରେଜିଷ୍ଟ୍ରି, ଓଡ଼ିଶା ଫାର୍ମର ରେଜିଷ୍ଟ୍ରି ଏଗ୍ରିଷ୍ଟାକ, ଏହି ଲିଙ୍କ ଉପରେ ଆପଣ କ୍ଲିକ୍ କରନ୍ତୁ। ଯେତେବେଳେ ଆପଣ ଏହି ଲିଙ୍କ ଉପରେ କ୍ଲିକ୍ କରିବେ ତ ପ୍ରୋସେସିଂ ନେଲା ପରେ କିଛି ସମୟ ପରେ ଓଡ଼ିଶା ଫାର୍ମର ଏଗ୍ରିଷ୍ଟାକର ଅଫିସିଆଲି ପେଜ୍ ଆପଣଙ୍କ ମୋବାଇଲ ସ୍କ୍ରିନ୍ରେ ଓପନ୍ ହେଇକି ଆସିବ। ତାପରେ ଦେଖନ୍ତୁ ଏଠାରେ ଆପଣମାନଙ୍କର ବହୁତ ସାରା ଅପସନ୍ ରହିଛି। ତ ପୂର୍ବରୁ ଏତେ ସାରା ଅପସନ୍ ନଥିଲା, କେବଳ ଡ୍ୟାସବୋର୍ଡ ହିଁ ଥିଲା। ତ ଏବେ ଆପଣ ଚେକ୍ ଏନରୋଲମେଣ୍ଟ ଷ୍ଟାଟସ୍ ଦେଖିପାରିବେ। ଲଗ୍ଇନ୍ ୱିଥ୍ ସିଏସି, ଯେଉଁମାନଙ୍କର ସିଏସି ସେଣ୍ଟର ଆଇଡି ଅଛି ସେମାନେ ଲଗ୍ଇନ୍ କରିପାରିବେ। ତାପରେ ଆପଣମାନଙ୍କର ଚେକ୍ ଜନସମର୍ଥ କେସିସି ଷ୍ଟାଟସ୍ ମଧ୍ୟ ଆପଣ ଦେଖିପାରିବେ। ତାପରେ ଆପଣମାନଙ୍କର ଲାଷ୍ଟ ଅପସନ୍ଟି ରହିଛି ଭିଓ ଫାର୍ମର ଡିଟେଲ୍ସ। ତ ସବୁଠାରୁ ବଢ଼ିଆ ଅପସନ୍ ବର୍ତ୍ତମାନ ଏଗ୍ରିଷ୍ଟାକ ଓଡ଼ିଶା ଫାର୍ମର ରେଜିଷ୍ଟ୍ରିରେ ଏହି ପୋର୍ଟାଲରେ ଆପଣମାନେ ଦେଖିବାକୁ ପାଉଥିବେ ଭିଉ ଫାର୍ମର ଡିଟେଲ୍ସ। ଏହି ଅପସନ୍ ଉପରେ ଯେତେବେଳେ ଆପଣ କ୍ଲିକ୍ କରିବେ, ତ ଚାଲନ୍ତୁ ଏହି ଅପସନ୍ ଉପରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଯଦି ଆପଣମାନେ ଏଗ୍ରିଷ୍ଟାକ ଓଡ଼ିଶା ଫାର୍ମର ଆଇଡି କରିଛନ୍ତି ତାହେଲେ ଆପଣମାନେ ତ ଏହି ସର୍ଚ୍ଚ ବାଇ ଫାର୍ମର ଆଧାର ନମ୍ବର ଯେଉଁ ରହିଛି ଏହି ବକ୍ସରେ ଆପଣମାନେ
आधार नंबर टी को दे दियंतु। तो चलंतु आमे आधार नंबर टी को देदबा। जो मानक पाखरे एग्रीस्टाक फार्मर आईडी रही तो तांकर आधार नंबर टी को एई बॉक्स रे आमे देदबा। आधार नंबर टी को आपण माने निर्भुल भाव रे एई बॉक्स रे दे दियंतु। देला परे तापरे आपण माने ग्रीन कलर रे गुटे ऑप्शन देखुचंती ओटीपी। आपण एही ओटीपी ऑप्शन पर क्लिक करंतु। जेतेबेला आपण एही ओटीपी ऑप्शन पर क्लिक करिवे आधार कार्ड सहित जो मोबाइल नंबर टी आपण मानकर संजोग रही सेही मोबाइल नंबर को एक ओटीपी जीव। ओटीपी टी को आपण माने ओटीपी बॉक्स रे ओटीपी देला परे आपण माने ओटीपी वेरीफाई ऑप्शन पर क्लिक करिवे। जेतेबेले आपण ओटीपी वेरीफाई ऑप्शन पर क्लिक करिवे देखंतु फार्मर डिटेल्स मध्य आसीगला। सर्वे प्रथमे फार्मर आधार कार्ड शो करिवो तापरे तांकर मोबाइल नंबर शो करिवो तांकर नेम मध्य शो करिवो तांकर एड्रेस शो करिवो तांकर डेट ऑफ बर्थ मध्य शो करिवो तो तांकर फोटो मध्य शो करिवो। तो तापरे आपण मानकर ओनर टाइप मध्य शो करिवो। ओनर टाइप जदि आपणक निज नाम रे जमी पटा रही तो ओनर एटी आपण मानको शो करिवो। तापरे मैथ स्कोर मध्य शो करिवो। तापरे ऑक्युपेशन डिटेल्स मध्य शो करिवो। जेमिति कि आपण मानकर लैंड ओनिंग फार्मर रही एग्रीकल्चर रही दुईटी सिलेक्ट मध्य आपण देखिबा को पाइबे। तापरे चाषींकर लैंड डिटेल्स मध्य शो करिवो। तो जेमिति का डिस्ट्रिक्ट सब डिस्ट्रिक्ट स्टेट विलेज ए सब आपण देखिबा को पाइबे। एमिति चाषींकर समस्त डिटेल्स शो करिवो तो आपण चेक करि परिबे। तो कोउटा आपण मानकर ठीक अछि कोउटा भूल अछि आपण चेक करि परिबे। सबुठु गुरुत्वपूर्ण कथा हला जो वेरीफाइड ऑप्शन रही सेठारे आपण मानकर यस रहितबा दरकार। जदि नो रहिबो ताहाले आपण माने पीएम किसान किबा सीएम किसान योजना रो किस्ती टंका पाई परिबे नाही। तापरे आपण मानकर डिपार्टमेंट अप्रूवल रहिबो। तो आपण माने रजिस्ट्रेशन कोउटी जाई करितले ता मध्य मेंशन रहितबो। अप्रूवल किए करिछि ता मध्य मेंशन रहितबो। तापरे आपण मानकर अप्रूवल हेछि कि नै आपण चेक करि परिबे। चेक एनरोलमेंट स्टेटस ऑप्शन पर आपण क्लिक करिवे। आपणकर आधार नंबर रही आधार नंबर तापरे एनरोलमेंट आईडी रही फार्मर आईडी रही आपण आधार नंबर टी को सिलेक्ट करनेबे। सिलेक्ट कला परे तापरे आधार नंबर बॉक्स रे आपणकर आधार नंबर टी को आपण देई देबे। देला परे सर्च ऑप्शन पर आपण क्लिक करिवे। देखंतु एई भली पेज ओपन हे के आसीबो। देखंतु अप्रूवल स्टेटस पेंडिंग रही चाषींकर। तो जदि चाषींकर अप्रूवल स्टेटस पेंडिंग रहितबो ताहाले आपण माने पीएम किसान किबा सीएम किसान योजना रो किस्ती टंका पाई परिबेनी। जदि आपण मानकर अप्रूवल स्टेटस अप्रूव्ड रहितबो ताहाले आपण माने पीएम किसान सीएम किसान योजना रो किस्ती टंका पाई परिबे। अर्थात चाष संबंधी समस्त योजना गुड़िकर लाभ आपण उठेई परिबे।